ପୁରୀ ବଡ଼ଦାଣ୍ଡରେ ଘଟିଛି ଆଉ ଏକ ବହୁତ ବଡ଼ ଅଘଟଣ, ଯାହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ପଣ୍ଡା ପଡ଼ିଆରେ ଏକଜୁଟ ହୋଇଯାଇଛନ୍ତି। ଚାରିଆଡ଼େ ହାହାକାର ପଡ଼ିଯାଇଛି। ଆଉ ଦେହରୁ ଝରି ଚାଲିଛି ଧାର ଧାର ରକ୍ତ। ସେପାଟେ ଛାତି ଫଟାଇ କାନ୍ଦୁଛି ସେ ନିରୀହ ସ୍ତ୍ରୀ, ଆଉ ବିକଳ ହୋଇ ମହାପ୍ରଭୁଙ୍କୁ ଡାକୁଛି। ହଁ ବନ୍ଧୁମାନେ, ଏମିତି ଏକ ଅଦ୍ଭୁତ ଘଟଣାଟିଏ ଘଟି ଯାଇଛି, ଯାହାକି ଏପର୍ଯ୍ୟନ୍ତ ଭୁଲି ପାରୁନାହାନ୍ତି କୈଳାସ ବାବୁ। ସତରେ ବିଧାତା ଯାହା ଲେଖିଥିବ ଠିକ୍ ସେହିପରି ହିଁ ଘଟିବ। ହଁ ବନ୍ଧୁମାନେ, ଆପଣ ଯଦି ମହାପ୍ରଭୁଙ୍କୁ ଭକ୍ତି କରନ୍ତି, ପ୍ରଭୁ ଜଗନ୍ନାଥଙ୍କ ଆରାଧ୍ୟ ଦେବତା ବୋଲି ମାନନ୍ତି, ତେବେ ଦୟାକରି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଆଉ ମହାପ୍ରଭୁଙ୍କ ଚମତ୍କାର ଜାଣନ୍ତୁ। ବ୍ରହ୍ମପୁର ଅଞ୍ଚଳର କୈଳାସ ବାବୁ, ଯାହାଙ୍କ ବୟସ ପାଖାପାଖି 60 ହୋଇଗଲାଣି, ଦେହରେ ଆଉ ବଳ ବୟସ ନାହିଁ, ତଥାପି ସେ କଠିନ ପରିଶ୍ରମ କରୁଛନ୍ତି। ତାଙ୍କର ପରିବାର କହିଲେ ତିନୋଟି ବାଡ଼ୁଅ ଝିଅ ଓ ତାଙ୍କ ସ୍ତ୍ରୀ। ସେ ଜଣେ ଗରିବ ଖଟିଖିଆ ମଣିଷଟିଏ। ତାଙ୍କର ସେହି ସ୍ୱଳ୍ପ ରୋଜଗାରରେ 5 ପ୍ରାଣୀ କୁଟୁମ୍ବ ଚଳାଇବା ବହୁତ କଷ୍ଟକର ହୋଇପଡ଼ୁଛି। ସେଥିପାଇଁ ଏପର୍ଯ୍ୟନ୍ତ କୌଣସି ଝିଅକୁ ବିବାହ ସେ ଦେଇନାହାନ୍ତି। ସବୁବେଳେ 3ଟି ଝିଅଙ୍କ ବାଡ଼ୁଅ ମୁହଁକୁ ଦେଖି କାନ୍ଦି କାନ୍ଦି ମହାପ୍ରଭୁଙ୍କୁ କୁହନ୍ତି, ହେ ବଡ଼ ଠାକୁର କାଳିଆ ସାଆନ୍ତ, ମୋ ଦୁଃଖ କ'ଣ ବୁଝିବନି ଠାକୁରେ? କାହାକୁ କେତେ ଦେଉଛ, ହେଲେ ମୋ ପାଇଁ ମନା କରିଦେଉଛ। ଠାକୁରେ, ତିନୋଟି ବାଡ଼ୁଅ ଝିଅଙ୍କ ସେ ନିରୀହ ମୁହଁ ମୋ ଆଖି ଆଗରେ ପ୍ରତିଦିନ ନାଚି ଉଠୁଛି। ସାଇ ପଡ଼ିଶାରେ କେତେ ଲୋକ କେତେ କଥା କହିଯାଉଛନ୍ତି। ହେ ମହାପ୍ରଭୁ, ବାହାର ଲୋକଙ୍କ ଟାହି ଟାପରାଠୁ ଲଗେଇ ବନ୍ଧୁ ବାନ୍ଧବଙ୍କ ଅପମାନ ପର୍ଯ୍ୟନ୍ତ ଯିଏ ଯାହା ମନକୁ ପାଉଛି ମତେ ଶୁଣେଇ ଦେଉଛି। ହେ ଠାକୁରେ, ତଥାପି ମୁଁ ତ ଉପରୁ ଭରସା ଉଠେଇନି ଠାକୁରେ। ତୁ ଦିନେ ନା ଦିନେ ସବୁକିଛି ଠିକ୍ କରିଦେବୁ। ତୁ ସବୁକିଛି ଠିକ୍ କରିଦେବୁ। ଏମିତି ସବୁବେଳେ କାନ୍ଦି କାନ୍ଦି ମହାପ୍ରଭୁଙ୍କ ଆଗରେ ତାଙ୍କର ଗୁହାରି ଜଣାନ୍ତି। ହେଲେ ଏମିତି ଦିନକର କଥା, କୈଳାସ ବାବୁ ଆଉ ତାଙ୍କ ସ୍ତ୍ରୀ ମନସ୍ଥ କଲେ କି ପୁରୀ ଯାଇ ମହାପ୍ରଭୁଙ୍କୁ ଦୁଃଖ ଜଣେଇ ଆସିବେ, ଆଉ କେମିତି ଭଲରେ ଭଲରେ 3 ଝିଅଙ୍କ ବାହାଘର ହେବ, ସେଥିପାଇଁ ଜଗନ୍ନାଥଙ୍କୁ ସଂକଳ୍ପ ଦେଇ ଆସିବେ। ସେଉଠୁ ଦିନେ ସକାଳୁ ସକାଳୁ ଟ୍ରେନ ମାଧ୍ୟମରେ ବାହାରି ପଡ଼ିଲେ ପୁରୀ ଅଭିମୁଖେ। ଆଉ ଏମିତି ଦୀର୍ଘ 4 ଘଣ୍ଟା ପରେ ପୁରୀ ରେଳ ଷ୍ଟେସନରେ ପହଞ୍ଚିଗଲେ। ତାପରେ ସେଠାରୁ ଏକ ଅଟୋ ସାହାଯ୍ୟରେ ଆସି ପହଞ୍ଚିଗଲେ ପୁରୀ ବଡ଼ଦାଣ୍ଡରେ। ସେତେବେଳକୁ ସମୟ ପାଖାପାଖି ଦିନ 12ଟା ହୋଇଯାଇଥାଏ। ସେଉଠୁ ତାଙ୍କ ସ୍ତ୍ରୀ କହିଲେ, ତମେ ଟିକେ କ'ଣ ଜଳଖିଆ ଖାଇଦେଲନି? ହେଲେ କୈଳାସ ବାବୁଙ୍କର ଗୋଟିଏ ଜିଦ୍, ସେ ସେଇ କଳା ଠାକୁରଙ୍କୁ ନ ଦର୍ଶନ କରିବା ପର୍ଯ୍ୟନ୍ତ ପାଟିରେ ପାଣି ଟୋପାଏ ପିଇବେନି। ସେଉଠୁ ତାଙ୍କ ସ୍ତ୍ରୀ ପୁଣି କହିଲେ, ଆରେ କି ଅଜବ ଲୋକ ତୁମେ, ସକାଳ ପହରୁ କିଛି ଖାଇନ। ସେପାଟେ ତୁମର ହାଇ ବ୍ଲଡ ପ୍ରେସର ଅଛି। ଯଦି କିଛି ଅସୁବିଧା ହୋଇଯାଏ ତେବେ ମୁଁ ଏଠି କ'ଣ କରିବି କହିଲ? ଏହା ଶୁଣି କୈଳାସ ବାବୁ କହିଲେ, କ'ଣ ହବ ମୋର? ଅଧିକରୁ ଅଧିକ ମରିଯିବି, ଏଇଆ ତ? ହଁ, ମୁଁ ବଞ୍ଚିକି ବା ଲାଭ କ'ଣ? ସବୁବେଳେ ଝିଅଙ୍କ ବୋଝର ଅପବାଦ ସହିବା ଅପେକ୍ଷା ଜଗାର ଏଇ ବଡ଼ଦାଣ୍ଡରେ ମରିଯିବା ଭଲ। ଏମିତି କହି କହି ବଡ଼ଦାଣ୍ଡରେ ଚାଲୁଥାନ୍ତି। ଆଉ ମାତ୍ର 50 ମିଟର ଦୂରରେ ସିଂହଦ୍ୱାର ଥାଏ। ହଠାତ୍ କ'ଣ ହେଲା କେଜାଣି କୈଳାସ ବାବୁ ତଳେ ପଡ଼ିଗଲେ, ଆଉ ତାଙ୍କ ମୁଣ୍ଡ ଫାଟି ରକ୍ତ ବୋହିବାକୁ ଲାଗିଲା। ସାଙ୍ଗେ ସାଙ୍ଗେ ସେଠାରେ ଲୋକମାନେ ରୁଣ୍ଡ ହୋଇଗଲେ। ସମସ୍ତେ କହୁଥାନ୍ତି ଆମ୍ବୁଲାନ୍ସକୁ ଡାକ,
ସମସ୍ତେ କହୁଥାନ୍ତି ଆମ୍ବୁଲାନ୍ସକୁ ଡାକ, ହେଲେ କେହି କୈଳାସ ବାବୁଙ୍କୁ ଛୁଁ ନଥାନ୍ତି। ସେପଟେ ତାଙ୍କ ସ୍ତ୍ରୀ ବିକଳ ହୋଇ ମହାପ୍ରଭୁଙ୍କୁ କହୁଥାନ୍ତି, ଏ କଣ କରିଦେଲୁ ରେ କାଳିଆ, ବୋଝ ଉପରେ ଲଳିତା ବିଡ଼ା ଲଦିଦେଲୁ। ସେପାଟେ ତିନିଟା ଝିଅର ବୋଝ, ଏପାଟେ ମୋ ସ୍ୱାମୀଙ୍କର ଏପରି ଅବସ୍ଥା। ହେ ଠାକୁରେ, ସତରେ କଣ ତୁ ଗମରାରେ ନାହୁଁ? ତୁ କଣ ଏ ଅସହାୟ ନାରୀର ବେଦନା ଶୁଣିପାରୁନୁ? ହେ ମହାପ୍ରଭୁ, କିଛି ଗୋଟେ କର ମହାପ୍ରଭୁ, କିଛି ଗୋଟିଏ ଉପାୟ ବାହାର କର। ଏମିତି ସେଠାରେ ତାଙ୍କ ସ୍ତ୍ରୀ ମୁଣ୍ଡ ପିଟି ଚାଲିଲେ। ଆଉ ମୁଣ୍ଡ ପିଟୁ ପିଟୁ ସେ ବି ସେଠାରେ ବେହୋସ ହୋଇଗଲେ। ଏମିତି କିଛି କ୍ଷଣ ପରେ ଗୋଟିଏ ବଡ଼ ଅଦ୍ଭୁତ ଘଟଣା ଘଟିଲା। ଜଣେ ସେବାୟତ ମନ୍ଦିର ଭିତରୁ ଆସି ସେଠାରେ ପହଞ୍ଚିଗଲେ। ଦେଖିବାକୁ ସେ ବହୁତ କଳା, ଦେହ ସାରା ମଖା ହୋଇଥାଏ ଚନ୍ଦନର ଗାର। ତାଙ୍କ ଦେହରୁ ବାହାରି ଆସୁଥାଏ ଚନ୍ଦନ କର୍ପୂରର ବାସ୍ନା। ଆହା କି ମନଲୋଭା ସୁଗନ୍ଧ, ଆହା କି ମନଲୋଭା ଦୃଶ୍ୟ। ସେଠାରେ ସେ ସେବାୟତ ଜଣକ ପହଞ୍ଚି ଲୋକମାନଙ୍କୁ କହିବାକୁ ଲାଗିଲେ, ତାଙ୍କର କିଛି ହେବନି, ତୁମେମାନେ ତାଙ୍କୁ ସାଇଡ୍ ଦିଅ, ପବନ ଠିକରେ ଆସିପାରୁନି, ସେଥିପାଇଁ ସେ ଅଚେତ ହୋଇଯାଇଛନ୍ତି। ଏତିକି କହି ତାଙ୍କ ହାତରେ ଥିବା ତୁଳସୀ ପାଣି ଟିକକ କୈଳାସ ବାବୁଙ୍କ ତୁଣ୍ଡରେ ଦେଇଦେଲେ। ଆଉ ସାଙ୍ଗେ ସାଙ୍ଗେ ସେଠାରେ ଆସି ଆମ୍ବୁଲାନ୍ସ ପହଞ୍ଚିଗଲା। କିନ୍ତୁ ଆମ୍ବୁଲାନ୍ସରେ ବସିବା ପୂର୍ବରୁ ତାଙ୍କ ଚେତା ଫେରି ଯାଇଥିଲା। ସତରେ ବନ୍ଧୁମାନେ, କରି କରାଉଥାଏ ସେହି, ତା ବିନୁ ଅନ୍ୟ ଗତି ନାହିଁ। ସେ ହିଁ ମାରିବ, ସେ ହିଁ ରଖିବ। ସତରେ ଯଦି ଭକତଟିଏ ବିପଦରେ ପଡ଼େ ନା, ମହାପ୍ରଭୁ ସେ ରତ୍ନ ସିଂହାସନରେ ସମ୍ଭାଳି ହୋଇ ବସିପାରନ୍ତି ନାହିଁ। କାହିଁକି ଜାଣିଛନ୍ତି ବନ୍ଧୁମାନେ? ଭକତଟିଏ ଆଖିରୁ ଲୁହ ଟୋପାଏ ଝରିଲେ ତାଙ୍କ ଛାତିରେ 108 ଗାର ପଡ଼ିଯାଏ। ହଁ ବନ୍ଧୁମାନେ, ଯଦି ଆମେ କାଳିଆ ଉପରେ ଭରସା ଓ ବିଶ୍ୱାସ ରଖିବା ନା, ସେ ଦିନେ ନା ଦିନେ ସବୁ ଦୁଃଖ ଦୂରେଇ ଦେବେ। ଏମିତି କୈଳାସ ବାବୁଙ୍କ 3 ଝିଅଙ୍କ ବିବାହ ହୋଇଗଲା। ହଁ ବନ୍ଧୁମାନେ, ଯଦି ଏହି ସତ ଘଟଣାଟି ଆପଣଙ୍କୁ ସତରେ ଭଲ ଲାଗିଛି, ତେବେ ଦୟାକରି ମହାପ୍ରଭୁଙ୍କ ମୁହଁକୁ ଚାହିଁ ମାତ୍ର ଥରୁଟିଏ କମେଣ୍ଟ ବକ୍ସରେ ଲେଖିଦିଅନ୍ତୁ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜୟ ଜଗନ୍ନାଥ।